ଶୀତ ଋତୁର ଆଗମନରେ ଆମ ଧରିତ୍ରୀ ମା ସକାଳୁ ସକାଳୁ ଭିଜା କୁହୁଡ଼ିରେ ଗୋଟେ ଧଳା ଚାଦର ଘୋଡ଼େଇ ହେଇକି ଆଜ୍ଞା ଥାଏ। ଯେମିତି ଟିକେ ଟିକେ ଖରା ଦିଶେ, ମାନେ 10ଟା-11ଟା ସମୟ ଆଜ୍ଞା ଟିକେ ଖରା ଆସେ। ଆଉ ସେଇ ଖରାରେ ଖରାକୁ ପିଠି କରିକି ଯିଏ ଆଜ୍ଞା ପଖାଳ ଖାଇଛି ସିଏ ହିଁ ଜାଣିଛି ପଖାଳର ମଜା। ଗରିବ ଲୋକ ଆଜ୍ଞା, କିଛି ନାହିଁ, ଶାଗକୁ ମାଛ ଭଜା ଟିକେ ହେଲେ ପଖାଳ ଆମର 100ରେ ଉଡ଼ିଲା। ବାସ୍ ଆଜି ଲାଗି ପଡ଼ିଲି, ପଖାଳ ଟିକେ ମନ ହେଲେ ଖାଇବା ପାଇଁ। ସକାଳୁ କେତେ ରୁଟି ଆଜ୍ଞା କେତେ ଆପଣ ସେ ଭଜା ଖାଇବେ? ପଖାଳ ଖାଇବାର ଯେଉଁ ମଜା ଆଉ ଯେଉଁ ଶାନ୍ତି ଅଛି ଆଜ୍ଞା କେଉଁଠି ନାହିଁ। ବାସ୍ ଲାଗି ପଡ଼ିଲି ପଖାଳ ସହିତ ଟିକେ ଶାଗ ଭଜା ଭାଜିଦେଲି, ଆଉ ଟିକେ ଗରମ ଗରମ ମାଛ ଭଜା, ତା ସହିତ ଆଉ କିଛି ନଥିଲା। ଆଉ କ'ଣ ବା ଥାନ୍ତା? ଗରିବ ଲୋକ ଯେତିକି ଯାହା ମିଳିଲା ଖାଇକି ପେଟ ଶାନ୍ତି କରିବା କଥା, ଆଉ ମନକୁ ବି ଶାନ୍ତି କରିବା କଥା।